ମାର୍ଗଶିର ବୁଧବାର ଆପଣଙ୍କୁ ମାର୍ଗଶିର ମାସରେ ଯେଉଁ ଦିନ ବି ତୁଳସୀ ପତ୍ରକୁ ଗଙ୍ଗା ଜଳରେ ପକାଇ ବହୁତ ଛୋଟିଆ ଉପାୟଟିଏ ଆପଣଙ୍କ ଘରେ ଆପଣଙ୍କୁ କରିବାକୁ ପଡ଼ିବ। ଦେଖିବେ ଏହି ଉପାୟକୁ ଆପଣ କରିବା ଦ୍ୱାରା ଅଚାନକ ହିଁ କରୋଡ଼ପତି ଆପଣମାନେ ବନିଯିବେ। ତ ଦେଖନ୍ତୁ 16 ନଭେମ୍ବରରୁ 15 ଡିସେମ୍ବର ପର୍ଯ୍ୟନ୍ତ ମାର୍ଗଶିର ମାସ ଧନପ୍ରାପ୍ତି ମାସଟିଏ ଅଟେ। ଆଉ ଏହି ମାସ ଯାହାକି ଏହି ମାସରେ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଏ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜାର୍ଚ୍ଚନା ବି ଏହି ମାସରେ କରାଯାଏ। ଆଉ ଏହି ମାସରେ ଯଦି ଆପଣ କିଛି ଉପାୟ କରିଦେଉଛନ୍ତି ତ ଆପଣଙ୍କୁ ପିତୃଦୋଷରୁ ବି ମୁକ୍ତି ମିଳିଯାଏ। ଆପଣଙ୍କର ଯେଉଁ ପିତୃ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯାଆନ୍ତି ଆଉ ଆପଣଙ୍କୁ ଭରି ଭରିକି ଆଶୀର୍ବାଦ ଦେଇଥାନ୍ତି। ତ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ପିତୃଙ୍କୁ ଏହି ମାସରେ ଜଳ ଅର୍ପଣ କରିବା ସହ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ବି ଏହି ମାସରେ କରାଯାଇଥାଏ। ଆଉ ତୁଳସୀର ଯେଉଁ ଉପାୟ ଆମେ ଆପଣମାନଙ୍କ ପାଇଁ ଆଜିର ଭିଡ଼ିଓରେ ଆଣିଛୁ, ଯେଉଁ ଉପାୟ ଗଙ୍ଗା ଜଳ ଏବଂ ତୁଳସୀ ପତ୍ର ଦୁଇଟିକୁ ମିଶାଇ ଏହି ଉପାୟକୁ ଆପଣଙ୍କୁ କରିବାକୁ ପଡ଼ିବ। ଏହା ବୁଝନ୍ତୁ ଯେ ଯେବେ ବି ଧନ ସମ୍ପତ୍ତି ଆପଣଙ୍କ ଘରେ କମ୍ ଅଛି, ଯେଉଁ ଧନ ଆପଣଙ୍କର ବଢ଼ୁନାହିଁ, ଯେଉଁ ନିର୍ଧନତା ଆପଣଙ୍କ ଘର ଛାଇ ହୋଇ ରହିଅଛି, ତ ତୁଳସୀର ଏହି ଉପାୟ ଆପଣଙ୍କ ଘରେ ଆପଣଙ୍କ ଜୀବନରେ ମହା ଚମତ୍କାର କରିବାକୁ ଯାଉଛି। ଦେଖନ୍ତୁ ଶ୍ରୀହରି ବିଷ୍ଣୁ ତ ସିଧା ସିଧା ଆପଣଙ୍କୁ ପ୍ରସନ୍ନ ହୋଇଥାନ୍ତି ଯେବେ ଆପଣ ତୁଳସୀ ସହିତ ଜଡ଼ିତ କିଛି ଉପାୟ କରିଥାନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଯେବେ ଆପଣ ତୁଳସୀର କିଛି ଉପାୟ କରିବେ ଆପଣଙ୍କ ଜୀବନରେ ସବୁବେଳେ ଆପଣଙ୍କୁ ଚମତ୍କାର ହିଁ ମିଳିବ। କାହିଁକି ନା ମାତା ତୁଳସୀ ବହୁତ ଜଲ୍ଦି ଆପଣଙ୍କର ମନସ୍କାମନାକୁ ପୂରଣ କରିଥାନ୍ତି। ଆଉ ଶ୍ରୀହରି ବିଷ୍ଣୁ ସବୁବେଳେ ହିଁ ମାତା ତୁଳସୀଙ୍କର ସବୁ କଥା ମାନିଥାନ୍ତି। ଯେଉଁ ବ୍ୟକ୍ତିଙ୍କ ଘରେ ତୁଳସୀ ଗଛ ଠିକ୍ ଜାଗାରେ ଠିକ୍ ଦିଗରେ ଲଗାଯାଇଥାଏ ତ ତାଙ୍କ ଘରେ ନିର୍ଧନତା କେବେ ବି ଆସିନଥାଏ। ବହୁତ ସାରା ଲୋକେ ତୁଳସୀ ଗଛ ଲଗାଇଥାନ୍ତି କିନ୍ତୁ ନିୟମ କିଛି ପାଳନ କରିନଥାନ୍ତି, ଯେମିତିକି ତୁଳସୀ ମୂଳରେ କେବେ ବି ଜଳ ଢାଳି ନଥାନ୍ତି। ହଁ, ଆଉ ଗୋଟେ କଥା, ରବିବାର ଆଉ ଏକାଦଶୀ ଦିନ ଭୁଲରେ ବି ତୁଳସୀ ମୂଳରେ ଆପଣମାନେ ଜଳ ଦିଅନ୍ତୁ ନାହିଁ, କାରଣ ଆପଣଙ୍କୁ ପାପ ଲାଗିବ। କାହିଁକି ନା ରବିବାର ଆଉ ଏକାଦଶୀ ଦିନ ତୁଳସୀ ମାତା ବ୍ରତ ରଖିଥାନ୍ତି ଶ୍ରୀହରି ବିଷ୍ଣୁଙ୍କ ପାଇଁ। ଏକାଦଶୀ ଦିନ ବ୍ରତ ତୁଳସୀ ମାତା ବ୍ରତ ରଖିଥାନ୍ତି ଏବଂ ରବିବାର ଦିନ ମାତା ତୁଳସୀ ଆରାମ କରିଥାନ୍ତି। ତେଣୁ ଆପଣ ଭୁଲରେ ବି ରବିବାର ଆଉ ଏକାଦଶୀ ଦିନ ତୁଳସୀ ମୂଳରେ ଜଳ ଅର୍ପଣ କରିବେ ନାହିଁ। ଆଉ ଧ୍ୟାନ ଦେବେ କେବେ ବି ଆପଣ ଆପଣଙ୍କ ଅଗଣାରେ ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାଇବେ ନାହିଁ। ତ ସବୁବେଳେ ଧ୍ୟାନ ରଖିବେ କି ତୁଳସୀ ଗଛ ସବୁବେଳେ ଉତ୍ତର ଦିଗରେ ଲଗାଇବେ। ପୂର୍ବ ଦିଗରେ ବି ଆପଣ ତୁଳସୀ ଗଛ ଲଗାଇ ପାରିବେ। ଈଶାନ୍ୟ କୋଣରେ ବି ଆପଣ ତୁଳସୀ ଗଛ ଲଗାଇ ପାରିବେ, କିନ୍ତୁ ଦକ୍ଷିଣ କୋଣରେ ଭୁଲରେ ବି ତୁଳସୀ ଗଛ ଲଗାଇବେ ନାହିଁ। ଏବେ ଚାଲନ୍ତୁ ଜାଣିବା ତୁଳସୀ ପତ୍ରକୁ ଗଙ୍ଗା ଜଳରେ ବୁଡ଼ାଇ କେଉଁଠି ରଖିବେ ଆଉ କିପରି ଆପଣ ଏହି ଉପାୟକୁ କରିବେ। ତା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। କାହିଁକି ନା ଆମର ଏହିଭଳି ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। କମେଣ୍ଟ ବକ୍ସରେ ଜୟ ଶ୍ରୀ ବିଷ୍ଣୁ ହରି ଏବଂ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ମାତା ତୁଳସୀ ହିଁ ଆପଣଙ୍କ ଭାଗ୍ୟକୁ ରାତାରାତି ଚମକାଇଥାନ୍ତି। ଆଉ ଆପଣଙ୍କର ସବୁ ମନସ୍କାମନାକୁ ଯେବେ ଆପଣ ମାତା ତୁଳସୀଙ୍କୁ କହିଥାନ୍ତି ତ ମାତା ତୁଳସୀ ବହୁତ ଶୀଘ୍ର ଆପଣଙ୍କର ୱିଶ୍କୁ ପୁରା କରିଥାନ୍ତି। କାହିଁକି ନା ମାତା ତୁଳସୀ ତାଙ୍କ ଭକ୍ତଙ୍କର ମନସ୍କାମନାକୁ ବହୁତ ଜଲ୍ଦି ହିଁ ପୁରା କରିଥାନ୍ତି। ତ 15 ଡିସେମ୍ବର ପର୍ଯ୍ୟନ୍ତ କେବେ ବି ଏହି ଉପାୟକୁ ଆପଣମାନେ କରିପାରିବେ, କିନ୍ତୁ ଏହି ଉପାୟକୁ ଆପଣ ରବିବାର ଏବଂ ଏକାଦଶୀ ଦିନ କରିବେ ନାହିଁ। କାହିଁକି ନା ଏହି ଦିନ ତୁଳସୀ ପତ୍ର ତୋଳାଯାଏ ନାହିଁ। ତ ଆପଣ ପ୍ରଥମେ କ'ଣ କରିବେ ନା ତୁଳସୀ ପତ୍ର 4ଟି ଆଣିବେ। ଆପଣ ଚେଷ୍ଟା କରିବେ ଯେଉଁ ତୁଳସୀ ପତ୍ର ଆପେ ଆପେ ଛିଣ୍ଡି ତଳେ ପଡ଼ିଥିବ ସେହି ପତ୍ରକୁ ଆପଣ ଆଣିବେ। ଯଦି ବି ପତ୍ର ତଳେ ପଡ଼ିନାହିଁ ତ ଆପଣ ନିଜେ ଛିଣ୍ଡାଇକି 4ଟି ପତ୍ର ଆଣିବେ। ତୁଳସୀ ପତ୍ର ଛିଣ୍ଡାଇବା ପୂର୍ବରୁ ମାତା ତୁଳସୀଙ୍କୁ ଆପଣ ଆଗ ପ୍ରାର୍ଥନା କରନ୍ତୁ କି ମୁଁ ତୁମ ପତ୍ର ନେଉଅଛି, ଏହା କହି ହାତ ଯୋଡ଼ି ଜୁହାର ହେବେ। ଏହାପରେ ଯାଇ 4ଟି ପତ୍ର ତୁଳସୀ ଗଛରୁ ତୋଳିକି ଆଣିବେ। ଏହା ସହ ଆପଣ କିଛି ଗଙ୍ଗା ଜଳ ନେବେ।
ଏଥିପାଇଁ ଆପଣ କୌଣସି ବି ବାସନ ଯେପରିକି ଗିନା ନାହିଁ ତ ବୋତଲରେ ବି ଆପଣ ଏହି ଉପାୟ କରିପାରିବେ। ଆପଣଙ୍କ ମର୍ଜି। ଆପଣ ଯେଉଁଥିରେ ଗଙ୍ଗା ଜଳ ନେବେ ସେଥିରେ ଗୋଟିଏ ଗୋଟିଏ କରି ଏହି 4ଟି ତୁଳସୀ ପତ୍ରକୁ ସେହି ଗଙ୍ଗା ଜଳରେ ପକାଇଦେବେ। ଆଉ ଏହି ଗଙ୍ଗା ଜଳରେ ତୁଳସୀ ପତ୍ରକୁ ଆପଣ ଯେଉଁ ଗିନା ବା ବୋତଲରେ ରଖିବେ ସେହି ବୋତଲ ବା ଗିନାକୁ ଆପଣ ଆପଣଙ୍କ ପୂଜା ଘରେ ରଖିଦେବେ। ଯେଉଁଦିନ ଆପଣ ଏହି ଉପାୟକୁ କରୁଛନ୍ତି, ଯଦି ଆପଣ ଶୁକ୍ରବାର ଦିନ, ଗୁରୁବାର ଦିନ କିମ୍ବା ସୋମବାର ବା ମଙ୍ଗଳବାର ଦିନ କରିବେ, ସେହିଦିନ ଗୋଟିଏ ଗିନାରେ ତୁଳସୀ ପତ୍ର ଗଙ୍ଗା ଜଳକୁ ମିଶାଇ ଆପଣଙ୍କ ପୂଜା ଘରେ ରଖିଦେବେ। ଏହା ସହ ଗୋଟିଏ ଦେଶୀ ଘିଅର ଦୀପଟିଏ ଲଗାଇବେ ଶ୍ରୀହରି ବିଷ୍ଣୁଙ୍କ ପାଖରେ। ଏହା ସହ ଶ୍ରୀହରି ବିଷ୍ଣୁଙ୍କର ଏହି ମନ୍ତ୍ର ଓମ୍ ନମୋ ଭଗବତେ ବାସୁଦେବାୟ ନମଃ, ଏହି ମନ୍ତ୍ରକୁ 11ରୁ 12 ଥର ଜପ କରିବେ। ଏହି ମନ୍ତ୍ର ଶ୍ରୀହରି ବିଷ୍ଣୁଙ୍କର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଅଟେ। ଏହାପରେ ଆପଣ ତା ପରଦିନ ଉଠି ସ୍ନାନ ଆଦି ସାରି ଆପଣ ଯେଉଁ ତୁଳସୀ ପତ୍ର ଆଉ ଗଙ୍ଗା ଜଳ ଆପଣଙ୍କ ପୂଜା ଘରେ ରଖିଥିଲେ, ସେହି ଗିନାକୁ ବା ବୋତଲକୁ ଉଠାଇ ଆପଣଙ୍କର ଘରର ପ୍ରତ୍ୟେକ ରୁମ୍, ମୁଖ୍ୟ ଦ୍ୱାର, ବାଲକୁନି, ଛାତ ଉପର ଆପଣଙ୍କ ଘରର ଚତୁଃପାର୍ଶ୍ୱ ଆଡ଼କୁ ସେହି ତୁଳସୀ ପତ୍ର ଦ୍ୱାରା ଗଙ୍ଗା ଜଳକୁ ଛିଞ୍ଚିଦେବେ। ଧ୍ୟାନ ଦେବେ ଶୌଚାଳୟ ଏବଂ ୱାସରୁମକୁ ଆପଣ ଏହି ଗଙ୍ଗା ଜଳକୁ ଛିଞ୍ଚିବେ ନାହିଁ। ଛିଞ୍ଚି ସାରିବା ପରେ ଯଦି ଗଙ୍ଗା ଜଳ ବଳୁଛି ତେବେ ଆପଣ ସେହି ଗଙ୍ଗା ଜଳକୁ ପୁଣି ରଖିଦେବେ। ତା ଆଗ ଦିନ ମଧ୍ୟ ଠିକ୍ ସେହିପରି ଆପଣଙ୍କ ଘରର ଚତୁଃପାର୍ଶ୍ୱରେ ଆପଣଙ୍କ ଘରର ପ୍ରତ୍ୟେକ ରୁମ୍ରେ ଛିଞ୍ଚି ଦେବେ। ଯେତେ ଦିନ ପର୍ଯ୍ୟନ୍ତ ସେହି ଗଙ୍ଗା ଜଳ ବଳିଥିବ ସେତେ ଦିନ ଆପଣ ସ୍ନାନାଦି ସାରି ସେହି 4ଟି ତୁଳସୀ ପତ୍ରରେ ଗଙ୍ଗା ଜଳକୁ ଆପଣଙ୍କ ଘରକୁ ଛିଞ୍ଚି ଦେବେ। ଆଉ ଯେବେ ଗଙ୍ଗା ଜଳ ଶେଷ ହୋଇଯିବ, ଆପଣ ସେହି ତୁଳସୀ ପତ୍ରକୁ ଆପଣଙ୍କ ପରିବାରରେ ଯେତେ ବି ସଦସ୍ୟ ଅଛନ୍ତି ସମସ୍ତେ ଏହି ତୁଳସୀ ପତ୍ରକୁ ପ୍ରସାଦ ରୂପରେ ଗ୍ରହଣ କରିବେ। ଏହାପରେ ଶ୍ରୀହରି ବିଷ୍ଣୁଙ୍କୁ, ମାତା ତୁଳସୀଙ୍କୁ ପ୍ରାର୍ଥନା କରିବେ। ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଧ୍ୟାନ କରିବେ। ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିବେ କି ଆମ ଘରୁ ନିର୍ଧନତା ଦୂର ହୋଇକରି ଆମ ଭାଗ୍ୟକୁ ଚମକାଇବା ପାଇଁ ମା ତୁମ କୃପା ଆମ ଉପରେ ସବୁବେଳ ପାଇଁ ବନାଇ ରଖ। ଦେଖନ୍ତୁ, ଯେବେ ଆପଣ ଏହିପରି ପ୍ରାର୍ଥନା କରିବେ, ତୁଳସୀ ପତ୍ରକୁ ପ୍ରସାଦ ରୂପରେ ଗ୍ରହଣ କରିବେ, ବିଶ୍ୱାସ କରନ୍ତୁ ଆପଣଙ୍କର ଦୁର୍ଭାଗ୍ୟ ବି ସୌଭାଗ୍ୟରେ ବଦଳିଯିବ। ମାତା ତୁଳସୀ ଏତେ ଚମତ୍କାର କରିବେ କି ଆପଣ ଭାବି ବି ପାରିବେ ନାହିଁ। ତ ଏହି ଉପାୟକୁ ଥରେ ମାତ୍ର ଆପଣଙ୍କ ଜୀବନରେ ନିହାତି ଥରେ କରିକି ଦେଖନ୍ତୁ, କାହିଁକି ନା ଏହି ଉପାୟ ବହୁତ ଚମତ୍କାରୀ ଉପାୟଟିଏ। ମାର୍ଗଶିର ଧନପ୍ରାପ୍ତି ମାସ ହୋଇଥାଏ। ଆଉ ଏହି ମାର୍ଗଶିର ମାସରେ ଗଙ୍ଗା ଜଳର ବହୁତ ମହତ୍ତ୍ୱ ରହିଥାଏ। ଆଉ ଗଙ୍ଗା ଜଳରେ ସ୍ନାନ କରିବା ବି ବହୁତ ମହତ୍ତ୍ୱ ରହିଥାଏ। ତ ଚେଷ୍ଟା କରନ୍ତୁ ଏହି ମାର୍ଗଶିର ମାସରେ ଆପଣ ଗଙ୍ଗା ଜଳ ପକାଇ ସ୍ନାନ କରିବା ପାଇଁ। ମାର୍ଗଶିର ମାସରେ ଗଙ୍ଗା ଜଳ ପକାଇ ଯିଏ ସ୍ନାନ କରିଥାନ୍ତି ସେ ଶ୍ରୀହରି ବିଷ୍ଣୁଙ୍କ ଧାମରେ ସ୍ଥାନ ପାଇଥାନ୍ତି ଏବଂ ସମସ୍ତ ପାପ ତାଙ୍କର ନଷ୍ଟ ହୋଇଥାଏ। ତ ଏବେ ଚାଲନ୍ତୁ ଅନ୍ୟ ଏକ ଉପାୟଟି ଜାଣିବା। ଯେଉଁ ବ୍ୟକ୍ତି କହିଥାନ୍ତି କି ଆମ ଭାଗ୍ୟ ଆମକୁ ସାଥ ଦେଉନାହିଁ, ଭାଗ୍ୟରେ ଆମର ଦୁଃଖ ଲେଖା ଅଛି, ଭାଗ୍ୟରେ ଆମର ଧୋକା ଖାଇବାର ଅଛି, ବା ଯାହା ପରେ ଆପଣଙ୍କୁ ଲାଗୁଛି କି ଆପଣ ସବୁ କ୍ଷେତ୍ରରେ ହାରି ଯାଉଛନ୍ତି, ତ ସଚ୍ଚା ଆଉ ଶ୍ରଦ୍ଧାର ଏକମାତ୍ର ଗୋଟିଏ ଥର ଆପଣ ତୁଳସୀ ମାତାଙ୍କୁ ବିଶ୍ୱାସ କରି, ଶ୍ରୀହରି ବିଷ୍ଣୁଙ୍କ ଉପରେ ବିଶ୍ୱାସ କରି ଏହି ଉପାୟଟିକୁ ଆପଣ ନିହାତି କରିବାକୁ ପଡ଼ିବ। ଯାହା ପାଖରେ ପଇସା ଆସୁନଥାଏ, ପଇସା ରୁହେ ନାହିଁ କିମ୍ବା ପଇସାକୁ ନେଇ ବହୁତ ଚିନ୍ତାରେ ଅଛନ୍ତି, ସଫଳତା ଜୀବନରେ ମିଳିପାରୁନାହିଁ, ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ୁନାହିଁ, ତ ଏହି ଲୋକ ଏହି ଉପାୟକୁ ନିହାତି ଥରେ କରିବା ଦରକାର। ଆପଣ ଏହି ଉପାୟକୁ କୌଣସି ବି ଦିନ କରିପାରିବେ। ଉପାୟଟି ପାଇଁ ଆପଣ ତୁଳସୀ ମୂଳର ଅଳ୍ପ ଟିକେ ମାଟି ନିଅନ୍ତୁ। ତୁଳସୀ ମୂଳର ମାଟି କେବେ ବି ସାଧାରଣ ହୋଇନଥାଏ। ଯେବେ ଆପଣ କୌଣସି ବ୍ୟକ୍ତିଙ୍କ ଗଳାରେ କିମ୍ବା ମଥାରେ ତୁଳସୀ ମୂଳର ମାଟି ଲଗାଇ ଦିଅନ୍ତି, ତ ମାନି ନିଅନ୍ତୁ ଏହି ମାଟିର ସମସ୍ତ ତୀର୍ଥର ସ୍ଥାନ ମିଳିଗଲା। ଆପଣ ତୁଳସୀ ମୂଳର ମାଟିରୁ ଗୋଟିଏ ଚୁଟକି ମାଟିକୁ ଆଣି ଆପଣ ସ୍ନାନ କରୁଥିବା ଜଳରେ ମିଶାଇ ସ୍ନାନ କରୁଛନ୍ତି, ତ ଆପଣ କୌଣସି ପବିତ୍ର ନଦୀରେ ସ୍ନାନ କରିବାର କୌଣସି ଆଉ ଆବଶ୍ୟକତା ନାହିଁ। ଆପଣଙ୍କୁ ସମସ୍ତ ତୀର୍ଥର ପୁଣ୍ୟଫଳ ଆପଣଙ୍କୁ ଘରେ ବସିକି ହିଁ ମିଳିଯାଇଥାଏ। ତ ଯେଉଁ ଲୋକ ଭାଗ୍ୟକୁ ନେଇ ଚିନ୍ତିତ ଅଛନ୍ତି, ଦୁର୍ଭାଗ୍ୟ ଯେଉଁ ବ୍ୟକ୍ତିଙ୍କ ପିଛା ଛାଡ଼ୁନାହିଁ, ସେହି ବ୍ୟକ୍ତି ବିଶେଷ କରି ଏହି ଉପାୟଟିକୁ ନିହାତି ଥରେ କରନ୍ତୁ।
ତୁଳସୀ ମୂଳର ଗୋଟିଏ ଚୁଟକି ମାଟି ନେଇ ଆପଣଙ୍କ ଗାଧୋଉଥିବା ଜଳରେ ମିଶାଇ ସ୍ନାନ କରନ୍ତୁ। ଆଉ ଆପଣ ଏହି ଉପାୟକୁ ଗୁରୁବାର, ଶୁକ୍ରବାର, ସୋମବାର ଆପଣ କୌଣସି ବି ଦିନ କରିପାରିବେ। କିନ୍ତୁ ରବିବାର, ଏକାଦଶୀ ଦିନ ଏହି ଉପାୟଟିକୁ ଆଦୌ ଭୁଲରେ ବି କରନ୍ତୁ ନାହିଁ। ତ ଆଜିର ଭିଡ଼ିଓରେ ଏହି ଉପାୟ ବହୁତ ଉତ୍ତମ ଉପାୟ ଅଟେ। ତେଣୁକରି ଏହି ଉପାୟକୁ ଆପଣମାନେ ନିହାତି ଆପଣଙ୍କ ଜୀବନରେ ଥରେ କରିବା ଦରକାର। ତୁଳସୀ ମୂଳରେ ପ୍ରତିଦିନ ସନ୍ଧ୍ୟା ସମୟରେ ନିହାତି ଦୀପ ଜଳାନ୍ତୁ। କାରଣ ତୁଳସୀ ମୂଳରେ ଦୀପ ଜାଳିବା ଦ୍ୱାରା କେବେ ବି ଆପଣଙ୍କ ଘରକୁ ନିର୍ଧନତା ଆସିନଥାଏ। ସବୁବେଳ ପାଇଁ ଧନ ଧାନ୍ୟରେ ଆପଣଙ୍କ ଘର ପୁରି ଉଠିଥାଏ। ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।